यदा यदा हि धर्मस्य ग्लानिर्भवति भारत अभ्युत्थानमधर्मस्य तदात्मानं सृजाम्यहं परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि युगे युगे। जय जगन्नाथ। आज आलोचना करिबा हेतु द्वार को सावधान। बुझी हेतु शब्दर अर्थ कौन? बुझी आम गोटे कथा कथा कहती, अरे तोर हेतु नहीं कि माने तोर पछ कथा कौन मने ना। हेतु शब्दर गोटे अर्थ आसीबो माने पछ कथा। किंतु ठाकुर अभिराम परमहंस कहती, दिने तुम प्रभु को पाया गले मुख्य हूँ हेतु। बुझी हेतु सदा सर्वदा हेतुर स्थान हूँ त्रिकूट। बुझी गोटे आमर कहती, तुम आगु टे पचार 42 चाबी कथा। 42 चाबी दे धनी रही 42 लिखुचे कमी 4 दक्षिण 2 लिखुचे हूँ 42। धनी बोलते ये होती ब्रह्म बा प्रभु बा ओंकार पुरुष। ओंकार पुरुष कौटी ना 42 चाबी दे भितर सी निशब्द कौन कर 42 चाबी कौन बहुमुनि ऋषि बहुमत। वास्तव मत ठाकुर अभिनव सुंदर कहते 4 2 हूँ 42। 4 कौन ना मुख 1 नासा 2 नेत्र 2 के 4 आ 2 कौन ना 2 कान। ओंकार भितर ये 4 जन एवं से 2 जन मध्य विद्यमान प्रभु से ओंकार भितर कौन कर शयन बुझिया से ठाकुर गोटे पद कहती, 12 बार कहूँ मु 12 को तू धररी 12 जाई 13 हेले हेबु अवधूत घर। बुझी कहले 12 अंगुली ऊपर 13 अंगुल कौन अच्छा अवधूत विद्यमान। 12 अंगुली बोलते चाखंड 12 अंगुली है। तुम पकई दियो मुखरे 12 अंगुल जो हम जो 13 अंगुल से कौन प्रभु विहार है। आमर इयणा पियणा कहते नासा बुढ़ा को कहते दक्षिण नासा बाम नासा को इयणा पियणा कहते। शिशु मुना नासा रंध्र अगु कहते संसार मध्य से 12 आंगुल उपर रही किए से प्रभु रही से ठाकुर कहले 12 बार कहूँ मु 12 को तू धररे 12 जाई 13 हेले हेबु अवधूत जोटा कहते अमनपुर पाटणा। बुझे से घाटे अच्छा किए से जोगमाया हेतु जहाँ कहते त्रिवेणी घाट से जोगमाया बाट छाड़देवे तुम प्रभुकर दर्शन जोगमाया घाट तल को आसिले पाद पर्यंत कहती 84 ऊपर 4 आंगुल के मिशाती। वास्तव मत प्रकृत मनुष्य समस्त होती 88 आंगुल हाथे चाखंडे 4 आंगुल बुझे किंतु समस्त कहती 84।
ସେଇ ଯୋଉ 4 ଆଙ୍ଗୁଳି ରହିଲା ତାକୁ ଅମନପୁର ପାଟଣା ବୋଲି ତାକୁ କୁହା। ଛାଡ଼, କିନ୍ତୁ ହେତୁ ରହିଲେ କୋଉଠି ନା ତ୍ରିକୁଟ ସନ୍ଧି। ବୁଝି ହଉଛି ନା? ସେ ଯୋଉ ତ୍ରିକୁଟ ସନ୍ଧିରେ ରହିଲେ ସେ ଠାକୁର ସେଥିପାଇଁ କହନ୍ତି ହେତୁ ଉପରକୁ ଯେଉଁ ଜନ କହିବ ଅଧିକ ବଚନ, ଅଭିରାମର ସେଇ ଗୁରୁ ନାମ ତା ପ୍ରେମ କଳ୍ପ। ବୁଝି ହଉଛି? ତାହେଲେ ସେ ହେତୁ କିଏ? ସେ ଶ୍ରୀମଦ ଭାଗବତ 12 ସ୍କନ୍ଧରେ ଜଗନ୍ନାଥ ଦାସ କଣ କଲେ? ୟାକୁ ପ୍ରମାଣ କଲେ ବା ତାର କଣ କଲେ? ତାକୁ ସମାଧାନ କଲେ। ହେତୁ କିଏ? ସେ ନା ଅବିଦ୍ୟା ଯୋଗ ମୟା ନାମ ତା ଯୋଗେ ଜୀବ ଉତ୍ପନ୍ନ। କହିଲେ ଅବିଦ୍ୟା ଶକ୍ତି ପରମ ବ୍ରହ୍ମ ସ୍ୱରୂପୀ, ସେ ଅର୍ଦ୍ଧନାରୀଶ୍ୱର, ନୁହ ନାରୀ କି ନୁହ ପୁରୁଷ, ଯୋଉ ପରମ ବ୍ରହ୍ମ ସ୍ୱରୂପୀ ଓଙ୍କାର ରୂପୀ। ବୁଝି ହଉଛି ନା? ଯାହାଙ୍କ ଠାରୁ କଣ ହେଲା? ଜୀବ ସୃଷ୍ଟି ହେଲା। ହେଲା, ମନେ ରଖିଥାଅ, ଓଙ୍କାରରୁ ନାମର ଉତ୍ପତ୍ତି, ନାମରୁ ସୃଷ୍ଟି ସର୍ଜନା ହେଇଛି। ନାମଟି ହେତୁ ବୋଲି କହି ଭାବିଲେ ଭିନ୍ନ ଭିନ୍ନ ନାହିଁ। ତେଣୁ ନାମ ଯିଏ ହେତୁ ମଧ୍ୟ ସିଏ। ଯାହାକୁ ଭୀମ ବହି ସମାଧାନ କରେ। ଜାଗିଛନ୍ତି ବ୍ରହ୍ମ ଅଗ୍ନି ଅଲୋକ କୁଣ୍ଡେ ଧାପ ଦେଉଛନ୍ତି 21 ଭଙ୍ଗରେ। ବ୍ରହ୍ମ ବେନି ଭାଗ କଲା ଖଣ୍ଡେ କଣ ନେଇ ରଚିଲା ଭୂପତ ରକ୍ଷଣ ଦେଲା ଆହୁରି ଖଣ୍ଡେ। ଖଣ୍ଡେ ଗୁପ୍ତ ହେଇଗଲା, ଅମନପୁର ପାଟଣାରେ ଖଣ୍ଡେ ରହିଗଲା ମହାଶୂନ୍ୟ ମଣ୍ଡଳରେ। ଆଉ ଖଣ୍ଡରୁ କଣ ହେଲା? ସୃଷ୍ଟି ସର୍ଜନା ହେଲା। ଯିଏ ସର୍ଜନା କଲେ ସେ ହଉଛନ୍ତି ହେତୁ, ତାଙ୍କଠାରୁ ସୃଷ୍ଟି ସର୍ଜନା ହେଇଛି। ତମେ ଦେଖ, ମୁଣ୍ଡରେ ଯୋଉ କମ୍ପ୍ୟୁଟର ଆମର ରହୁଛି କଣ? ଉପଟା ଫାଙ୍କା ରହିଯାଉଛି, ଏଇଠୁ ଯୋଉ ତଳକୁ ରହିଲା ଏଠି ବସଟା ରହୁଛି। କମ୍ପ୍ୟୁଟର ଯେମିତି ଆମର ସବୁ ତାର ରହୁଛି, ବଡିର ସବୁ କନେକ୍ସନ ରହୁଛି କୋଉଠି? ବ୍ରେନ ଭିତରେ। ବ୍ରେନ ଉପଟା ଫାଙ୍କା, ସେଠି ସବୁ ଯାକ ରହୁଛି ଜିନିଷ। ବଡିଟାକୁ କଣ୍ଟ୍ରୋଲ କରୁଛି, ସେଇଠି କଣ୍ଟ୍ରୋଲ ହଉଛି ନା ନାଇଁ? ତାହେଲେ ସେଇଟା ହଉଛି କି ଶକ୍ତିର ଆଧାର, ହଉ କି ନାଇଁ? ତେଣୁ ତ୍ରିକୁଟ ସନ୍ଧିରେ ରହିଲେ କିଏ? ସେ ତାଙ୍କ ଠାରୁ ଆଉ କେହି ବଡ ନାହାନ୍ତି। ହେତୁ ଠାରୁ ସଂସାର ସୃଷ୍ଟି। ବୁଝି ହଉଛି ନା? ହେତୁ କଣ ହେଲେ? ନାମ ରୂପରେ ପରିଚାଳିତ ହେଲେ। ସେ ଦୁଇ ଭାଗରେ ବିଭକ୍ତ ହେଇପାରିବେ, ଜୀବ ପରମ। ବୁଝି ହଉଛି ନା? ଓଙ୍କାର ହେଲା ନାମ, ନାମ ରହୁଛି ସୃଷ୍ଟି ସଞ୍ଚୟ। ନାମ ହେଇଗଲେ ହେତୁ। ହେତୁ କଣ ହେଇଛି? ସୃଷ୍ଟି ସର୍ଜନା ହେଇଛି। ସେ ହେତୁ ଫେର କିଏ? ସେ ନା ଅବିଦ୍ୟା ଯୋଗ ମାୟା ନାମ ତା ଯୋଗେ ଜୀବ ଉତ୍ପନ୍ନ। ତାଙ୍କ ଯୋଗୁରୁ, ହେତୁ ଯୋଗୁରୁ ନାମ କଣ ହେଇଛି? ସୃଷ୍ଟି ହେଇଛି। ତାହାକୁ ହେତୁ ବୋଲି କହି ଯୋଗ ମାୟା ଗୁଣରେ ମୋହି। ସେ ଯୋଗ ମାୟା ନୁହଁ, କିନ୍ତୁ ଯୋଗ ମାୟାଙ୍କ ଗୁଣରେ ରହି ଶ୍ରୀମଦ ଭାଗବତ ପ୍ରମାଣ ଦିଏ 12 ସ୍କନ୍ଧରେ ସେ କଣ କରିଛନ୍ତି? ସୃଷ୍ଟି ସର୍ଜନା କରିଛନ୍ତି। ବିଦ୍ୟା ନୁହଁ, ସେ ଅବିଦ୍ୟା ସ୍ୱରୂପ। ତ୍ରିଗୁଣରେ ନାହାନ୍ତି, ସେ ଚତୁର୍ଥ ଗୁଣରେ ଅଛନ୍ତି। ମନର ନିର୍ଗୁଣ, ନିର୍ଗୁଣ ହେଲା ସଗୁଣ, ସଗୁଣ ହେଲା ତ୍ରିଗୁଣ। ବୁଝି ହଉଛି ନା? ସଗୁଣ ରୂପରେ ରହିଲେ କିଏ? ସେ ନା ହେତୁ ବା ଅବିଦ୍ୟା ସ୍ୱରୂପ। ବିଦ୍ୟା ନୁହଁ, ଅବିଦ୍ୟା। ଏଇପରି ଭାବରେ କଣ ହେଲା? ଯୋଗମାୟା ଘାଟରେ। ଏଇ ଯୋଗମାୟା ଯଦି ବାଟ ଛାଡ଼ିଦେବେ ତାହେଲେ ତମେ ପ୍ରଭୁଙ୍କ ପାଖରେ କଣ ହେଇଯିବ? ନିର୍ବାଣତ୍ଵ ଲାଭ କରିବ। ଯୋଗମାୟା ବାଟ ନ ଛାଡ଼ି ତାହେଲେ ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଳେ। ଯୋଗମାୟା ବାଟ ଛାଡ଼ିଲେ ଯାଇକି ଆମେ ପ୍ରଭୁଙ୍କ ପାଖକୁ, ଯଦି ନ ଛାଡ଼ିଲେ ଆମେ ଏଇଠି ଛଟପଟ ହେଇ ଏଟା ପିଣ୍ଡରେ ଆସିବ ମଧ୍ୟ, ବ୍ରହ୍ମାଣ୍ଡରେ ମଧ୍ୟ ଆସିବ। ତେଣୁ ହେତୁଟି ହଉଛି ମୂଳ। ହେଲା, ଗଛରେ ବୃକ୍ଷର ଯେମିତି ମୂଳ ଦରକାର, ମୂଳ ଥିଲେ ଡାଳ ବଞ୍ଚିବ। ଯଦି ମୂଳ ନଥିବ ଡାଳ କଣ ବଞ୍ଚିବ?
ସେମିତି ହେତୁ ଥିଲେ ସବୁ କିଛି ହେଇପାରିବ, ହେତୁ ନଥିଲେ କିଛି ହେଇପାରିବନି। ବୁଝିପାରୁଛ ନା? ତେଣୁ ଏଇ ହେତୁ ହିଁ ହେଉଛି କଣ ଜଗତରେ ସତ୍ୟ। ଦିନେ ଏଇ ହେତୁ କଣ ହେବେ, ଯୋଗମାୟା ଗୁଣରେ କଣ କରିବେ, ସମସ୍ତଙ୍କୁ ବୋହିଦେବେ। ଯାହାକୁ କହନ୍ତି କଣ ଉଗ୍ର ରୂପକୁ ଧାରଣ କରିବେ। ବୁଝିଗଲା ନା? ଜୟଦେବତାକୁ ସମାଧାନ ଲେଛ ନିବ ନିଧନେ କରୟସି କର ବାଳମ ଧୂମ କେ ତୁମି ପକ୍ଷୀ ମୋ ପି କରାଳମ କେ ସବ ଦ୍ରୁତ କଳଙ୍କି ଶରୀର ଜୟ ଜଗଦୀଶ। ନିଜ ମହାପ୍ରଭୁ ଏତି ଗୁଣକୁ ଆସିବେ, ନହେଲେ ଯୋଗମାୟା ରୂପକୁ ଧାରଣ କରିକି କଣ କରିବେ, ଦୁଷ୍ଟଙ୍କୁ ସଂହରଣ। ତେଣୁ ପ୍ରକୃତରେ ବାସ୍ତବ ମତରେ ଗୁରୁକୂଳରେ ତତ୍ତ୍ୱବାଦ ଜିନିଷ ଜାଣିବା ହେଉଛି ସାର୍ଥକ। ତତ୍ତ୍ୱ ଜାଣିଲେ ତୃତୀୟ ଭ୍ରାନ୍ତି ଭବ ସଂସାର ତରିଆ। ଆମେ ଯଦି ତତ୍ତ୍ୱକୁ ନ ଜାଣିବା, ଖାଲି ବ୍ରହ୍ମାଣ୍ଡରେ କଣ ହବା, ମାତିବା, ତାହାର କିଛି ମହତ୍ଵ ନଥାଏ। ଅନେକ ଶାସ୍ତ୍ର ପଢିଲେ ମତିଭ୍ରମ ହେଇଯିବ। ବୁଝିହେଉଛି? କୋଉଟା ସତ କୋଉଟା ମିଛ ଆମେ ଜାଣିପାରିବାନି। ଯଦି ବ୍ରହ୍ମାଣ୍ଡକୁ ପିଣ୍ଡ ସହିତ ମିଶେଇଦବା ବା ପିଣ୍ଡକୁ ବ୍ରହ୍ମାଣ୍ଡ ସହିତ ମିଶେଇଦବା, ତାହେଲେ କଣ ତତ୍ତ୍ୱ ବୁଝିଲେ ଫେଡ଼େ ଭ୍ରାନ୍ତି ଭବ ସଂସାରୁ। ତେଣୁ ହେତୁକୁ ସଦା ସର୍ବଦା ଦୂରରୁ ଜୁହାର। ସେ ଚାହିଁଲେ ତାଡ଼ିଦବ, ଚାହିଁଲେ ମଧ୍ୟ କଣ ନର୍କଗାମୀ। ହେତୁଟି ମୂଳ ବୋଲି କହି ହେତୁ ଉପରେ ଆନ ନାହିଁ। ହେତୁ ହେଉଛି ବୃକ୍ଷର ମୂଳ। ଯଦି ଆମେ ମୂଳକୁ ଛାଡ଼ିକି ଡାଳରେ ବସିବା, ତାର କିଛି ମହତ୍ଵ ନଥାଏ। ମୂଳରେ ପାଣି ଦେଲେ ଗଛ କଣ ହବ, ବଞ୍ଚିବ। ଡାଳରେ ପାଣି ଦେଲେ ଗଛ ବଞ୍ଚେ ନାହିଁ, କାରଣ ଗଛ ଡାଳରୁ ପାଣି ବୋହିକି ମୂଳକୁ ଆସିଲା ବେଳକୁ ପାଟିରେ କଣ ତ ଶୁଖିଯାଇ ବୁଝିପାରିଲେ ନା? ଜୟ ଜଗନ୍ନାଥ। ସେ ପ୍ରଭୁ ସଦିଚ୍ଛା ପୂର୍ଣ୍ଣ ଗୌର ଆନନ୍ଦେ କବା।